ବି ଅଛନ୍ତି, ଆପଣଙ୍କ କୁମ୍ଭୀର ବି ଅଛନ୍ତି, ହରିଣ ବି ଅଛନ୍ତି, ସମସ୍ତେ ଅଛନ୍ତି। ତ ଗୋଟେ ବାଲାନ୍ସ କରି ଚାଲିଛି। ତା ଭିତରେ କୁମ୍ଭୀର କିଛି ହରିଣକୁ ବି ଖାଉଛନ୍ତି, ତା ସତ୍ତ୍ୱେ ତାଙ୍କର ବଂଶ ବି ବଢ଼ି ଚାଲିଛି। ଆଉ ତେଣୁକରି ସେଇଟା ଗୋଟେ ବାଲାନ୍ସ ହେଇ ଚାଲିଛି। ଆରି ଭିତରେ ଗୋଟେ ପାଥେଟିକ୍ କଥା କହିଲେ ଭାଇ, କି ତାଙ୍କର ଆକ୍ଚୁଆଲି ବାପା ଯିଏ ଗୋଟେ ଆକ୍ସିଡେଣ୍ଟାଲି ତାଙ୍କର ଡେଥ୍ ହେଇଥିଲା ଏଇ କୁମ୍ଭୀର ଦ୍ୱାରା। ଶୁଣିକି ଭାରି ମନ କଷ୍ଟ ଲାଗିଲା। ଏଠି ଦେଖନ୍ତୁ କେତେ ଲୋକ ସବୁ ୱେଟ୍ କରିଛନ୍ତି, ବହୁତ ଲୋକ ୱେଟ୍ କରିଛନ୍ତି ଯେ ବୋଟ୍ ଆସି ଲାଗିଲେ ପୁଣି ସେମାନେ ଆସିବେ ବୁଲିବା ପାଇଁ। କାରଣ ସମୟ ପାଖାପାଖି 4:30ରୁ 5ଟା ପାଖାପାଖି ହେବ। ଆଉ 5ଟା ହେଇଗଲେ ତାଙ୍କର ଲାଷ୍ଟ ଟ୍ରିପ୍, ତାପରେ ସେମାନେ ଆଉ ଆସିବେନି। ଆଉ ଭାଇଙ୍କ କହିବା ଅନୁସାରେ ଦିନକୁ ପାଖାପାଖି 2 ଥର ଜୁଆର ଆସେ। ତ ପ୍ରତ୍ୟେକ ଥର ପାଣି ବଢ଼େ, ପୁଣି ପାଣି କମେ। ତ ସେ ଟାଇମିଂକୁ ଆଡ଼ଜଷ୍ଟ କରି ଏମାନେ ତାରି ଭିତରେ ବୋଟ୍ ନିଅନ୍ତି। ଏଇଠି ଦେଖନ୍ତୁ, ଏଠି ମଧ୍ୟ ଏମିତି ସାଇଡ଼୍ରେ ଏଇ ହରିଣମାନେ ବୁଲୁଛନ୍ତି। ତ ଏଠି ବହୁତ ହରିଣ ଅଛନ୍ତି। ଆମେ ଭାବୁଥିଲୁ ହରିଣ ଫଣ ଏତେ ଦେଖିବାକୁ ମିଳିବ କି ନାହିଁ, କିନ୍ତୁ ହରିଣ ଖୁବ୍ ମାତ୍ରାରେ ଅଛନ୍ତି। ଆଉ ବାରା ବି ଅଛନ୍ତି କହୁଥିଲେ ଭାଇ, କିନ୍ତୁ ସେମାନେ ତ କାହିଁ ଦେଖିବାକୁ ମିଳୁନି। ଆଉ ମୁଁ ପଚାରିଲି ବେଷ୍ଟ ସମୟ କେଉଁଟା ହେବ ଭିତରକନିକା ବୁଲିବା ପାଇଁ। ତ ଭାଇ କହିଲେ ଥଣ୍ଡା ଆରମ୍ଭ ହେଉଥିବ ସେଇ ଟାଇମ୍ରେ ଆସିଲେ ତୁମେ ଅଧିକ ଜୀବଜନ୍ତୁ ଦେଖିପାରିବ। ତ କ'ଣ ସେମିତି ରିଜିନ୍ ଥିବ, ସେ ତାଙ୍କ ଏକ୍ସପିରିଏନ୍ସରୁ କହିଲେ। କାରଣ ତାଙ୍କ ବାପା ବି ଏଇ କାମରେ ଥିଲେ, ଇଏ ବି ବହୁତ ଦୀର୍ଘ ଦିନ ଧରି ଏଠି କାମ କରୁଛନ୍ତି। ତ ନିଶ୍ଚିତ ମାନେ ଏକଦମ ଏକ୍ସପିରିଏନ୍ସଡ ପର୍ସନ୍। ତ ଯଦି ଆପଣମାନେ ଆଗକୁ ଟ୍ରିପ୍ ପ୍ଲାନ୍ କରୁଛନ୍ତି, ତେବେ ନିହାତି ମୁଁ ରେକମେଣ୍ଡ କରିବି କି ଆପଣ ଯେତେବେଳେ ଶୀତ ଆରମ୍ଭ ହେଉଥିବ, ଜଷ୍ଟ ଡିସେମ୍ବର 1 ବା ନଭେମ୍ବର ଲାଷ୍ଟ ଆଡ଼କୁ, ସେତିକିବେଳେ ଆସନ୍ତୁ। ତାରି ଭିତରେ ଆମର ସମୟ ସୀମା ଆକ୍ଚୁଆଲି ପାଖେଇ ଆସିଲାଣି, ପାଖାପାଖି ଘଣ୍ଟାଟା ହେଇଯିବ। ଆମେ ଘଣ୍ଟାଟା ପାଇଁ ବୁକିଂ କରିଥିଲୁ। ତ ଭାଇ କହିଲେ ତୁମକୁ ଲାଷ୍ଟକୁ ଫାଇନାଲି ଗୋଟେ ବଡ଼ କୁମ୍ଭୀର ଦେଖେଇବି, ଯାହାର ନାଁ ହେଉଛି ଲକି। ଆଜ୍ଞା, ତା ନାଁ ହେଉଛି ଲକି। ସେ କହିଲେ ଯେ ସେ ପଏଣ୍ଟରେ ସେ ସବୁବେଳେ ଆଭେଲେବୁଲ୍ ଥାଏ। ତ ଆମେ ଯେତେବେଳେ ବି ଯାଉ ମିସ୍ କରୁନା। ତ ସେଥିପାଇଁ ଆମେ ତା ନାଁ ଦେଇଛୁ ଲକି। ବର୍ତ୍ତମାନ ଦେଖନ୍ତୁ ଏଇ କୁମ୍ଭୀରଟାର ନାଁ ହେଉଛି ଲକି। ଏ କୁମ୍ଭୀରଟା ଆପଣ ଦେଖନ୍ତୁ, ଆର ଲମ୍ବ ପାଖାପାଖି 15 ଫୁଟ ବା 15 ଫୁଟରୁ ଉର୍ଦ୍ଧ୍ୱ ହେବ। କ୍ୟାମେରାରୁ ଏତେ ଜଣାପଡ଼ୁନି ଫ୍ରଣ୍ଟରୁ, କିନ୍ତୁ ସାଇଡ଼୍ ଆଙ୍ଗେଲରୁ ହୁଏତ ଟିକେ ନାଗୁରୁ ଜଣାପଡ଼ିପାରେ। ସେପଟକୁ ବୋଟ୍ଟା ଯାଉ, ମୁଁ ସାଇଡ଼୍ ଆଙ୍ଗେଲରୁ ନେବି। ଏଇ ଦେଖନ୍ତୁ, ସାଇଡ଼୍ ଆଙ୍ଗେଲରୁ ନେଲି, 15 ଫୁଟ ଏଭବ୍ ହେବ। ଲାଞ୍ଜ ସକାଶେ ଜଣାପଡ଼ୁନି, କିନ୍ତୁ 15 ଫୁଟ ଏଭବ୍ ହେବ। ତ ସମୟ ପାଖେଇ ଆସିଲାଣି, ଆଉ ବେଶୀ ବିଳମ୍ବ କରିବାନି, ଯିବା। ଆଉ ଟିକେ ଯଦି ହେବ ତ ବାଟରେ ଟିକେ ଫଟୋ ଉଠାଇ ଦେଇ ତାପରେ ଆମେ ଯିବା ଖାଇବା ପାଇଁ। ଆମେ ବର୍ତ୍ତମାନ ପହଞ୍ଚିଗଲୁ ଖାଇବା ସାରି, ବର୍ତ୍ତମାନ ଯେହେତୁ ଆମେ ଶ୍ରୀକ୍ଷେତ୍ର ଆସିଛୁ, ଶ୍ରୀଜୀଉଙ୍କ ଦର୍ଶନ ସାରି ଘରକୁ ଫେରିବା।